ଦେଖନ୍ତୁ ଛତୁଟା ଏଇଟା ଦେଖନ୍ତୁ ଛତୁ ପାଖରେ ଅଛି ମାନେ ପଥର କଡ଼ରେ ହିଁ ବାହାରିଛି ଛତୁ ଦେଖନ୍ତୁ ଉଠଉଛି ଦେଖନ୍ତୁ ଛତୁ ଏଇଟା ବାଲି ଛତୁ ଏଇଗୁଡ଼ା ଏମିତି ଜାଗାରେ ହିଁ ହୁଏ। ତ ଫାଇନାଲି ମିଳିଗଲା ଛତୁ। ତ ଫାଇନାଲି ଆପଣମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ କରୁଛି। ତ ଯେମିତିକି ଆପଣମାନେ ଦେଖିପାରୁଥିବେ କାହିଁକିନା ଆପଣମାନେ ଅନ୍ଧ ନୁହନ୍ତି। ତ ଆଗରୁ ବି ତ କହିଛି ତ ଏମିତି ଜାଗା କେବେ ଦେଖିଛନ୍ତି ମାନେ ଦେଖିପାରୁଥିବେ ସରି 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 ପଛଆଡ଼େ ତ ବୁଲେଇକି ମୁଁ ଟିକେ କ୍ୟାମେରା ବୁଲେଇକି ଦେଖେଇ ଦେଉଛି ଦେଖନ୍ତୁ ମାନେ ଭିୟୁଟା ଦେଖନ୍ତୁ। ଏ ଭିୟୁ କେବଳ ଆମ ଓଡ଼ିଶାରେ ରିଏଲ୍ ଭିୟୁ ମାନେ ପୁରା ରିଏଲ୍ ନେଚର ମୁସ୍କିଲ। କେମିତି କ'ଣ ଲାଗୁଛି ଆପଣମାନେ କମେଣ୍ଟରେ ନିହାତି ଜଣାଇବେ। ତ ମୋର ବି ମାନେ 1K ହେଇଗଲା ସେଇଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଏଇ 1K ମାନେ ପରିଶ୍ରମ ପଛରେ ମୋର ଆଉ ଭଗବାନଙ୍କର ହାତ ଅଛି। भाई साहब कुछ ज्यादा नहीं हो गया मतलब कुछ भी ନାଇଁ ଆକ୍ଚୁଆଲି ଆପଣମାନଙ୍କ ସପୋର୍ଟରୁ ମୋ 1K ହେଇଗଲା ସେଥିପାଇଁ ବହୁତ ବହୁତ ଧନ୍ୟବାଦ। अरे बस कर रुलाएगा ତ ଦେଖନ୍ତୁ ଏପଟେ ଆଉ ଟିକେ ଭିୟୁ ଦେଖାଇ ଦେଉଛି ଆପଣମାନଙ୍କୁ ପୁରା ଚାରିକଡ଼ ଆଉ ଥରେ ବୁଲେଇକି ଦେଖାଇ ଦେଉଛି କେମିତି ଲାଗୁଛି କୁହନ୍ତୁ। ପୁରା ଖତରନାକରୁ ଖତରନାକ ଦେଖାହେଉଛି। ଦେଖିପାରୁଥିବେ ସେପଟେ କାହ୍ନା ଏଇ ଠିଆ ହେଇଛନ୍ତି ଆସୁଛନ୍ତି। ଏଇ ଭିୟୁଟା ଦେଖନ୍ତୁ ପୁରା ମୁସ୍କିଲ ଆସୁଛି। ତ ଦେଖିପାରୁଥିବେ ଭିୟୁଟା କେମିତି ମାନେ ଚାରିକଡ଼ ଏବେ ବର୍ଷା ଛାଡ଼ି ଯାଇଛି ନହେଲେ ପାହାଡ଼ ଉପରେ ପୁରା ବାଦଲ ଗୁଡ଼ା ଯାଆନ୍ତା ଏତେ ସୁନ୍ଦର ଲାଗନ୍ତା ମାନେ କହିବାର ନାହିଁ। ବାଳଟା ବି ବାଳ ଭଳିଆ ହେଇଯାଉଛି। କେମିତି ଲାଗୁଛି କମେଣ୍ଟ କରିକି ନିହାତି କହିବେ। ତ ମୋର ତଳେ ଗୋଟେ ଦେଇଦେବି ଫେସବୁକ୍ର ଲିଙ୍କ୍ ଆପଣ ଯାଇକି ଫେସବୁକ୍ରେ ବି ଦେଖିଦେବେ। ମାନେ ଫେସବୁକ୍ରେ ବି ଭଲ ଭଲ କମେଡ଼ି ଛଡ଼ା ହେଉଛି ଦେଖିଦେବେ। ଆଶା କରୁଛି ଆପଣମାନେ ମୋତେ ସପୋର୍ଟ ସମସ୍ତେ କରିବେ ଆଉ। ତ ଏଇଟା ଦେଖନ୍ତୁ ତଳେ ଆଡ଼େ ସବୁ ଚାଷ ହେଇଛି ଏଗୁଡ଼ା ସବୁ ମାଣ୍ଡିଆ ଆଉ ଶୁଆଁ ଏଇଗୁଡ଼ା ସବୁ ଚାଷ ହେଇଛି ଆଉ। ତ ଏବେ ପାହାଡ଼ ଉପରକୁ ଆସିଥିଲେ ତ କିଛି ମାନେ ଭାଇମାନେ ସେଠି ଦେଖା ହେଇଗଲେ ଗୋରୁ ଗାଈ ଚରାଉଛନ୍ତି ଦେଖିପାରୁଥିବେ ସେପଟେ। ତ ସେଇଠି ସେମାନେ କିଛି ଛତୁ ଦେବେ ଛତୁ ଧରିକି ଏବେ ଯିବୁ ଆଉ। ତ ରାତିରେ ଆଜି ମସରୁମ୍ ପକୋଡ଼ା ହେବ। ତ ଆମର ଏଇ ପାହାଡ଼ିଆ ମାନେ ଜଙ୍ଗଲିଆ ଏରିଆ ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ କରି କହିଦେବେ। ତ ମୁଁ କମେଣ୍ଟଟା ପ୍ରାୟ 15 ଥର ଖଣ୍ଡେ କହିସାରିଲିଣି। ତ ଆପଣ ଯେଉଁମାନଙ୍କୁ ଭଲ ଲାଗୁଥିବ ସେମାନେ କହିବେ। ତ ଏଇଠି ଆମେ ଚାଲିଛେ ଦୁଇ ଜଣ କାହ୍ନା ଭାଇ ଚାଲିଛନ୍ତି। ସିଏ ବି ଗୋଟେ ମାନେ ସିଏ ବଡ଼ ଗୋଟେ ୟୁଟ୍ୟୁବର ତାଙ୍କର ଚ୍ୟାନେଲଟା ମୁଁ ପୋଷ୍ଟ କରିଦେବି ତଳେ ଦେଇଦେବି ଦେଖିଦେବେ ଆଉ। ତ ଏବେ ପୁରା ପାହାଡ଼ ତଳେ ଅଛେ ପାହାଡ଼ ତଳେ ଚାଲିଛେ। ତ ଏଗୁଡ଼ା ଦେଖନ୍ତୁ ସବୁ ମାଣ୍ଡିଆ ଚାଷ ହେଇଛି। ଏଗୁଡ଼ା ସବୁ ସିଆଡ଼େ ମାନେ ଏଇଟା ସବୁ ଘେରାଉ କରିଛନ୍ତି ଯେ ଘେରାଉ କରିଥିଲେ ଏଇଠି ଦେଖିପାରୁଥିବେ ଗ୍ରୀନ୍ ଆସୁଛି ସିଆଡ଼େ ଏଗୁଡ଼ା ସବୁ ଚାଷ ହେଇଛି। ଏମିତି ସବୁ ଚାଷ କରୁଛନ୍ତି ଆଉ। ତ ବଡ଼ ଖତରନାକ ଜାଗାରେ ଚାଷ ହେଉଛି। ଆମର ତ ପାହାଡ଼ିଆ ଅଞ୍ଚଳରେ ପ୍ରାୟ ଦେଖିଥିବେ ପାହାଡ଼ ଉପରେ ଚାଷ ହୁଏ ସବୁ ହୁଏ। ଏଇଟା ଦେଖିଥିବେ ଇଆଡ଼େ ଦେଖନ୍ତୁ ପାହାଡ଼ ଉପରେ ଇଆଡ଼େ ଚାରିକଡ଼ ପାହାଡ଼। ତ ଆମ ଏରିଆ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିହାତି କହିବେ। କାହ୍ନା ସିଏ ପଳେଇଗଲା ହିଁ ବହୁତ ଆଗକୁ ଦେଖିପାରୁଥିବେ ଦେଖାଯାଉନାହାନ୍ତି। ମିଳିଲା କି କାହ୍ନା ଭାଇ ମିଳିଲା
ତ ମିଳିଗଲା ବର୍ତ୍ତମାନ ଛତୁ ମିଳିଗଲା। ଛତୁ ପାଇଁ ଏତେ ବାଟ ଆସିଥିଲେ, ଛତୁ ମିଳିଗଲାରୁ ଛତୁ ଧରିକି ଯିବା। ତ ଦେଖନ୍ତୁ ଏଇଗୁଡ଼ା ସବୁ ଏମିତି ବାଡ଼ ଘେରା ହେଇଛି, ମାନେ ଗୋରୁ ଗାଈ ନ ପଶିବା ପାଇଁ, ଗୋରୁ ଗାଈ ଆଉ ଜୀବଜନ୍ତୁ ନ ପଶିବା ପାଇଁ। ଆଉ ଦେଖନ୍ତୁ ଚାଷ ଏମିତି ହେଇଛି, ଏଗୁଡ଼ା ସବୁ ମାଣ୍ଡିଆ ଦେଖିପାରୁଥିବେ, ମାଣ୍ଡିଆ ଚାଷ ହେଇଛି। ସବୁ ମାଣ୍ଡିଆ ଚାଷ କରୁଛନ୍ତି ଆଉ। ତ ମାନେ ଏଇ ଏରିଆରେ ଅଧିକ ମାଣ୍ଡିଆ ପାଇବେ, ଆଉ ନହେଲେ ଶୁଆଁ ପାଇବେ। ତ ଧାନଟା ବହୁତ କମ୍। ହଁ, ତ ବର୍ତ୍ତମାନ ଫେରି ଯାଉଛୁ ଆଉ। ଦେଖିବା ରାସ୍ତାରେ ଗଲାବେଳେ କ'ଣ କ'ଣ ପାଇବୁ ଦେଖେଇବୁ ଆପଣଙ୍କୁ ଆଉ। ତ ଏଇଗୁଡ଼ା ଆପଣ ଭାବୁଥିବେ ନଟା, କିନ୍ତୁ ଏଇଗୁଡ଼ା ନଟା ନୁହେଁ, ମାନେ କିଛି ଇଏ ନାହିଁ। ଏଇଗୁଡ଼ାର ସବୁ ଚାଷ ହେଇଛି, ମାନେ ସବୁଆଡ଼େ ଯେତିକି ପାହାଡ଼ ଦେଖୁଛନ୍ତି ନା, ସବୁ ପାହାଡ଼ରେ ସବୁ କାଜୁ ଗଛ ଅଛି। ଆଉ ଏଇଗୁଡ଼ା ଭାବନ୍ତୁନି ଯେ ଫାଲତୁ ଗଛଲତା। ଏଗୁଡ଼ା ଗଛଲତା ତ ଫାଲତୁ ନୁହେଁ, ମାନେ ଆମେ ହିଁ ଫାଲତୁ। ସବୁ ଦାମୀ ଦାମୀ ଗଛ ହିଁ ଅଛି ଏଠି, ସବୁ କାଜୁ ଗଛ ଅଛି। ମାନେ ଏଇଗୁଡ଼ା ସବୁ ମାନେ ଗଭର୍ଣ୍ଣମେଣ୍ଟ ଦେଇଛନ୍ତି ଲୋକମାନଙ୍କୁ। ମାନେ ଏଇ ଏରିଆରେ ଯେମିତି କିଛି ନାହିଁ ଚଳିବା ପାଇଁ, ତେଣୁ କାଜୁ ଚାଷ କରିକି ଲୋକ ଚଳୁଛନ୍ତି। ତ ଆମେ ଏଇ ରାସ୍ତା ଦେଇକି ଯାଉଥିଲେ, କିନ୍ତୁ ଛତୁ ଆମକୁ ଦେଖାଯାଉନଥିଲା। ଗୋଟେ ଛତୁ ମିଳିଛି, ଦେଖାଉଛି ଆପଣମାନଙ୍କୁ। ମାନେ ଛତୁଟା ପୁରା ଭୟଙ୍କର ହେଇଛି। ଦେଖନ୍ତୁ ଛତୁଟା, ଏଇଟା ଦେଖନ୍ତୁ ଛତୁ ପାଖରେ ଅଛି, ମାନେ ପଥର କଡ଼ରେ ହିଁ ବାହାରିଛି। ତ ପ୍ରାୟ ଏମିତି ବାହାରେ। ମୁଁ ତ ପୁରା ବ୍ଲାକ୍ ହେଇଗନି ହେ। ତ ଦେଖିପାରୁଥିବେ ଆପଣ, ଭାବୁଥିବେ ଆମ ହାତରେ ତ କିଛି ନଥିଲା, ଦେଖିଥିଲେ ଆଉ। ଏବେ ଛତୁ ଟିକେ ଉଠେଇବା ଆଉ। ତ ଏଇଟା ହେଲା ଛତୁ, ଦେଖନ୍ତୁ ଉଠଉଛି। ଦେଖନ୍ତୁ ଛତୁ, ଏଇଟା ବାଲି ଛତୁ, ଏଇଗୁଡ଼ା ଏମିତି ଜାଗାରେ ହିଁ ହୁଏ। ତ ଫାଇନାଲି ମିଳିଗଲା ଛତୁ। ଦେଖନ୍ତୁ କେତେ ବଡ଼ଟେ ହେଇଛି, ମାନେ ମୋ ମୁହଁ। ଆଉ ଦେଖନ୍ତୁ ଛତୁ। ତ ମିଳିଗଲା ତ ଛତୁ, ଏବେ ଚାଲିଲେ ଆଉ। ତ ଆପଣମାନେ ଯେ ମାର୍କେଟରେ ଯେ ଛତୁ କିଣିକି ଖାଉଛନ୍ତି, ସେ ଛତୁ ଆଉ ଏଇ ଛତୁ ଭିତରେ ବହୁତ ତଫାତ୍। କାହିଁକିନା ସେଗୁଡ଼ା ସାର ମାର ଦିଆହେଉଛି, ଇଏ ପୁରା ନ୍ୟାଚୁରାଲ୍, ମାନେ ପ୍ରାକୃତିକ ଜିନିଷ, ମାନେ ପ୍ରକୃତି ଆମକୁ ଦେଇଥାଏ। ଟିକେ ଅସନା ଦେଖାହେଉଛି, କିନ୍ତୁ ଆ ଟେଷ୍ଟ ପୁରା କେରକେରା। ये क्या है? ତ ଆକ୍ଚୁଆଲି ଆମେ ଆସିଥିଲେ ଏଇଠି କିଛି ମାନେ ସୁଟ୍ କରିବା ପାଇଁ। ତ ସୁଟ୍ କରତେ କରତେ ଦେଖିଲେ ଯେ ଛତୁ ମିଳିଲା। ଆଉ ତଳେ ବି କେତେଟା ରଖା ହେଇଛି। ତଳେ କେତେଟା ଗୋଟେ ଅଛି ନାଇଁ କି ନାହିଁ? ତଳେ ଗୋଟେ ଅଛି। ତ ହେଇଗଲା ଆଜି ରାତିକା ଖାଇବା ହେଇଗଲା। ତ ଆକ୍ଚୁଆଲି ଦିନରେ ଆସିଥିଲେ, ଦିନରେ ମାନେ ହେଇନଥିଲା, କାହିଁକିନା ସେତେବେଳେ ବର୍ଷା ହେଉଥିଲା। ବର୍ଷା ହେଲେ ଛତୁ ଗୁଡ଼ା ଫୁଟେନି। ଆଉ ଏଗୁଡ଼ା ଦେଖନ୍ତୁ ପୁରା ତାଜା ଦେଖାହେଉଛି, ଦେଖିପାରୁଥିବେ। ଏଇଟା ଜଷ୍ଟ ଫାଟିଛି ଏଇ ଛତୁ ଗୁଡ଼ା, କାହିଁକିନା ଏଇ ଛତୁ କେବଳ ଖରା ଟିକେ ବାଜିଲେ ହିଁ ଫୁଟେ, ନହେଲେ ଫୁଟେନି। ଏମିତି ଦେଖନ୍ତୁ, ମାନେ ମୋ ମୁହଁଟା ପୁରା କଭର୍ ହେଇଯାଉଛି। ତ ତଳେ ବି ଆହୁରି ଛତୁ ଅଛି, ସେ ଛତୁ ଧରିକି ଯିବା ଆଉ। ମୁଁ ତଳେ ପହଞ୍ଚିକି ଦେଖାଉଛି ଆଉ ଛତୁ। ତ ବର୍ତ୍ତମାନ ପାହାଡ଼ ଓହ୍ଲାଇ ସାରିଲେ। ମାନେ ପାହାଡ଼ ଚଢ଼ିବାଟା ଯେତିକି କଷ୍ଟ ନାହିଁ, ପାହାଡ଼ ଓହ୍ଲାଇବାଟା ସେତିକି କଷ୍ଟ। କାହିଁକିନା ପୁରା ଫୋର୍ସରେ ଓହ୍ଲାଇବା ପାଇଁ ପଡ଼େ ନା, ବହୁତ କଣ୍ଟ୍ରୋଲରେ ଓହ୍ଲାଇବା ପାଇଁ ପଡ଼େ, ନହେଲେ ମୁହଁ ବାଜିକି ହନୁମାନ ହେଇଯିବେ। ତ ମୁଁ ଟିକେ ଭୁଲ ଆଗରେ ଚାଲି ଯାଉଥିଲି, କାହିଁକିନା ଆମର ଇଆଡ଼େ ରାସ୍ତା, ଏଇଆଡ଼େ ଛତୁ ରଖି ଯାଇଛ। ମୋର ଏତେ ଧ୍ୟାନ ନଥିଲା, ମୁଁ ତ ଭିଡ଼ିଓ ବନାଉଥିଲି ଆଉ। ଅଛି ନା ଗୋରୁ ଖାଇଦେଲେ? ତ ସେ ପଥର ପାଖରେ ରଖିଛ କି ସେଇଟା? ହଁ ଅଛି। ଏ ଗୋରୁ ମାଡ଼ି ଦେଇଛନ୍ତି ନା ଖାଇ ଦେଇଛନ୍ତି? ହେ ଚକୁଡ଼ି ଦେଇଛନ୍ତି ନା, ଦେଖନ୍ତୁ ଏଇଠି ରଖା ହେଇଥିଲା, ଚକୁଡ଼ି ଦେଇଛି। କିନ୍ତୁ ଏତେ ଚକୁଡ଼ିନି, ଭଲ ଅଛି। ସେଇ ଗୁଟଟାକୁ ଧର, ସେ ଫାଳଟାକୁ ଭଲ ଅଛି ନା ସେଇଟା? ତ ଛତୁ ଦେଖିପାରୁଥିବେ, ଗୋଟେରୁ ଦୁଇଟା ହେଇଗଲା। ଏମିତି ମାନେ ରାସ୍ତାରେ ରଖିଦେଇକି ଆସୁଛୁ। ତ ପୁରା କେତେ ଛତୁ ଆପଣମାନଙ୍କୁ ଆମେ ଦେଖେଇ ଦେବୁ ପୁରା ଲାଷ୍ଟରେ। ଏଇ ଦେଖନ୍ତୁ, ଏତିକି ଛତୁ ମିଳିଲା, ମାନେ କେତେ ଗୁଡ଼ା ଛତୁ, କେତେ ବଡ଼ ବଡ଼। ତ
ଏବେ ଏଗୁଡ଼ା ପାର୍ସଲ୍ କରାହେବ କାହିଁକିନା ଏଗୁଡ଼ା ଟିକେ ଆଗୁଆ ସକାଳେ ଫୁଟି ଯାଇଥିଲା, ସେଥିପାଇଁ ଦେଖାହେଉଛି। ଦୁଇଟା ଦେଖନ୍ତୁ, ଏଇଟା ଆମେ ଉଖରେ ହେଇଥିଲା, ସେଇଟା ଗୋଟେ ଭଲ ସେଟ୍ ଅଛି, ଏଇଟା ଗୋଟେ ଭଲ ସେଟ୍ ଅଛି।